ସେଦିନ ଭିଡ଼ ଭିତରେ ତାକୁ ମୁଁ ପ୍ରଥମ ଥର ଦେଖିଲି। ସିଏ ଯେତିକି ଯେତିକି ମୋ ପାଖକୁ ମାଡ଼ି ମାଡ଼ି ଆସୁଥିଲା, ସେତିକି ସେତିକି ମୋ ଦେହ ଭିତରେ ରକ୍ତ ସଞ୍ଚାଳନ ବଢ଼ି ବଢ଼ି ଚାଲିଥିଲା। ହଠାତ୍ ସେ କୋଳାହଳପୂର୍ଣ୍ଣ ଜାଗାଟା ନିସ୍ତବ୍ଧ ହେଇଗଲା ମୋ ପାଇଁ। ସିଏ ଯେତିକି ଯେତିକି ମୋ ପାଖକୁ ଆସିଲା, ମୋ ପାଦ ସେତିକି ହିଁ ସ୍ତବ୍ଧ ହେଇକି ରହିଯାଇଥିଲା। ହଠାତ୍ ମୋ ଘଣ୍ଟାର ଟିକ୍ 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 ଆୱାଜଟା ମୋ ହୃତ୍ପିଣ୍ଡର ଧକ୍ ଧକ୍‌ଠୁ ବି କମି ଯାଇଥିଲା। ସିଏ ଯେତିକି ମୋ ପାଖରେ ଆସିଲା, ମୋ ଆଖି ଆଗରେ ଆଉ କେହି ବି ଦିଶିଲେନି। କେବଳ ମୋ ଆଖିକୁ ତା ଚେହେରା, ମୋ କାନକୁ ତା କଥାର ସ୍ୱର, ଆଉ ମୋ ନାକରେ ତା ଶରୀରର ବାସ୍ନା ହିଁ ଖେଳି ଉଠୁଥିଲା। ସତରେ ଭଗବାନଙ୍କ ସୃଷ୍ଟି କେତେ ଯେ ନିଆରା, ସେଦିନ ମୁଁ ତାକୁ ଦେଖିଲା ପରେ ହିଁ ଜାଣିଲି। ଆଉ ଲଭ୍ ଆଟ୍ ଫାର୍ଷ୍ଟ ସାଇଟ୍ ଏତେ ବର୍ଷ ବିତିଗଲା ପରେ ମୁଁ ପୁଣି ଫିଲ୍ କଲି। ମୋ ଜୀବନର ପ୍ରଥମ ପ୍ରେମ ଆଉ ମୋ ଜୀବନର ଶେଷ ପ୍ରେମ ବୋଲି ମୁଁ ତାକୁ ଭାବିଥିଲି। ତା ପାଇଁ ତ ମୁଁ ଏ ଦୁନିଆର କେହି ବି ନଥିଲି, ବଟ୍ ମୋ ପାଇଁ ଏ ତ୍ରିଭୁବନର ବି ଭୁବନ ସିଏ ହିଁ ଥିଲା। ତାକୁ ପାଇବାର ଆଶା ଯେତିକି ମୋ ମନରେ ନଥିଲା, ହରେଇ ଦେବାର ଡର ତାଠୁ ଅଧିକ ଥିଲା। ସେଥିପାଇଁ ସେଦିନ ମୁଁ ତାକୁ କିଛି ବି କହିପାରୁନଥିଲି। ବାସ୍ ତାକୁ ଦେଖିକି ବି ଅଣଦେଖା କରିପାରୁନଥିଲି। ଆଉ ମୋ ଆଖି ତାକୁ ହିଁ ଦେଖି 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 ଦିଥର ଝୁଣ୍ଟି ବି ପଡ଼ିଥିଲା। କିନ୍ତୁ ସିଏ କାହିଁକି ଜାଣି ମୋତେ ସେଦିନ ନୋଟିସ୍ କଲା ଭଳିଆ ଲାଗିଥିଲା, ବଟ୍ ହେଲେ ବି ସେ ଜାଣିପାରୁନଥିଲା। ଆଉ ତାର ସେ ପ୍ରଥମ ଦେଖା ଆଉ ପ୍ରଥମ ଚାହାଣୀକୁ ଆଜି ଯାଏଁ ବି ମୁଁ ଭୁଲିନି। କିନ୍ତୁ ମନରେ ଗୋଟେ ଅଫସୋସ ରହିଗଲା, ତାକୁ ମନର କଥା ଆଜି ଯାଏଁ ବି କହିପାରିଲିନି।